ଖାଇ ନ ପାରିଲେ ଅଙ୍ଗୁରୁ ଖଟା। ଯେମିତିକି କିଛି ଜଣ ଶୁଖୁଆ ବାସ୍ନା ଶୁଙ୍ଘିକି ନାକ ଟେକିକି କେତେ ଖୁଣି ପକାନ୍ତି, ହେଲେ ସେ କି ଜାଣନ୍ତି ୟାର ଅସଲି ମଜା। ମଜା ତ ସିଏ ଜାଣିଛି ଯିଏ ତାକୁ ଖାଇଛି। ଆଉ ସେ ନାକ ଟେକୁଥିବା ବ୍ୟକ୍ତିଙ୍କ ଭିତରୁ ଜଣେ ହଉଛନ୍ତି ମୋର ଏକମାତ୍ର ପତି ପରମେଶ୍ୱର। ତ ଗାଁରେ ଅଛି ବୋଲି ଟିକେ ଦେଶୀ ଜିନିଷ ମତେ ଖାଇବାକୁ ମିଳୁଛି। ଆଉ ଏଇ ରାବଣ ଖରାକୁ ଦେଖିକି ମତେ ଆଜି ଭାରି ମନ ହେଲା କି ପଖାଳ ସାଙ୍ଗକୁ ଟିକେ ଶୁଖୁଆ ଭଜା ଖାଆନ୍ତି। ତ ମୁଁ ସାଙ୍ଗେ ସାଙ୍ଗେ ଯାଇ ତାୱା ଗରମ କରି ସୋରିଷ ତେଲରେ ଦୁଇଟା ଖଣ୍ଡେ ଲୁଣି ଶୁଖୁଆକୁ କଡା କରିକି ଭାଜି ଦେଇଥିଲି। ବଟ୍ ମତେ ଅଲଣି ଶୁଖୁଆ ବିଲକୁଲ ଭଲ ନୁହେଁ ବୋଲି ମୁଁ ସେଥିରେ ବି ଲୁଣ ମିଶେଇକି ଭାଜି ଦେଇଥିଲି। କଣ ଯେ କହିବ ମତେ। ଅବଶ୍ୟ ସେମିତି ଖାଲିରେ ଭାଜିକି ବି ମୁଁ ପଖାଳ ସହିତ ଖାଇ ପାରିଥାନ୍ତି, ବଟ୍ ଘରେ ଥିଲା କିଛି ସୋରିଷ ବେସର। ମୁଁ ଯାଇକି ଆଉ ଟିକେ ତେଲରେ ସୋରିଷ ଫୁଟେଇ ପିଆଜ ଆଉ କଞ୍ଚା ଲଙ୍କା ଭାଜି ସେଥିରେ ହଳଦୀ ଗୁଣ୍ଡ ଆଉ ଲଙ୍କା ଗୁଣ୍ଡ ସହିତ 3 ଚାମଚ ବେସର ବଟା ଦେଇକି ପାଣି ଟିକେ ଦେଇକି ଶୁଖୁଆକୁ ପକେଇ ଦେଇଥିଲି। ଆଉ ଲୁଣି ଶୁଖୁଆରୁ ଲୁଣ ବାହାରିବ ମୁଁ ଜାଣିଛି, ସେଥିପାଇଁ ସେଥିରେ ବିଲକୁଲ ବି ଲୁଣ ଦେଲେନି। ଆଣ୍ଡ ହଁ, ଏ ଶାଢୀର ଲିଙ୍କ ଆପଣ ମୋ ପୂର୍ବ ଭିଡିଓରୁ ପାଇଯିବେ। ବଟ୍ ଏ ବ୍ଲାଉଜର ଲିଙ୍କଟା ବହୁତ ଜଣ ମାଗୁଥିଲେ। ସୋୟା ଷ୍ଟିକର ମୁଁ ସ୍କ୍ରିନରେ ଲଗେଇ ଦେଇଛି, ଆପଣ ତାକୁ କ୍ଲିକ୍ କରିକି ନିଜ ପାଇଁ ଏବେ ହିଁ ଅର୍ଡର କରିଦିଅନ୍ତୁ। ତ ବାସ୍ ଏବେ ବେସରଟା ଟିକେ ଡ୍ରାଏ ହେଇ ଆସିଲାଣି। ତ ଏବେ ଶୁଖୁଆକୁ ଲେଉଟା ଲେଉଟି କରିକି ପୁରା ଶୁଖିଗଲା ଯାଏ ଭାଜିକି ଶେଷରେ କଟା ଧନିଆ ପତ୍ର ଆଉ ଜଷ୍ଟ ଟିକେ କଞ୍ଚା ସୋରିଷ ତେଲ ଦେଇକି ରେଡି କରିଦବା ଖରା ଦିନିଆ ପଖାଳ ସାଙ୍ଗ ଶୁଖୁଆ ବେସର ଭଜା। ଆହା ହା, କି କମ୍ବିନେସନ। ମୁଁ ଯାଉଛି, ମତେ ଭୋକ ଲାଗିଲାଣି, ଜୋରେ ଖାଇବି।